ନମସ୍କାର। ଆଜି ମଧ୍ୟ କାଳୁର କଥା, ଖାଲି କାଳୁର କଥା ନୁହଁ, କାଳୁର ବଡ଼ ଭାଇର ବି କଥା। କାଳୁର ବଡ଼ ଭାଇର କଥା ମାନେ କାଳୁର ବଡ଼ ଭାଇ କିଏ? ବଳଭଦ୍ର। ବଳଭଦ୍ରଙ୍କୁ ଶିବ ବୋଲି ମଧ୍ୟ କୁହାଯାଇଥାଏ। ବଳଦେବଙ୍କର ମୁହଁ ଯଦି ଆପଣ ଲକ୍ଷ୍ୟ କରିବେ, ବଳଦେବଙ୍କର ମୁହଁଟା ହେଉଛି ଗୋଟେ ସାପ ଯେମିତି ଫଣା ଟେକିଛି। ବଳଦେବଙ୍କ ମଥା ଉପରେ ମଧ୍ୟ ଶେଷ ନାଗର ଚିତ୍ର ଥାଏ। ତେଣୁ ଆଜି ଦୁଇ ଭାଇଙ୍କ କଥା, ଶିବଙ୍କର କଥା ଏବଂ ଜଗନ୍ନାଥଙ୍କର କଥା। ଶିବଙ୍କର କଥା କହିବା ପାଇଁ ଆଜି ଏଇ ସକାଶେ ଭାବିଲି, ଆଗକୁ ଏଇ ଫେବୃଆରୀ 14 ତାରିଖ ନା 15 ତାରିଖରେ ମହାଶିବରାତ୍ରି ଆସୁଛି ଏବଂ ଏହି ଶିବରାତ୍ରିକି ନେଇ ମୋ ଜୀବନରେ ମଧ୍ୟ ଏକ ଅଲୌକିକ ଘଟଣା ଘଟିଥିଲା। ତେଣୁ ଭାବିଲି ଆଜି ସେଇ କଥାଟି କହିଦେବି। ତା ଛଡ଼ା ମୋର ୟୁଟ୍ୟୁବ ଚ୍ୟାନେଲ ଦେଖୁଥିବା ମା, ଭାଇ, ଭଉଣୀ, ବନ୍ଧୁମାନେ ସବୁବେଳେ କହୁଛନ୍ତି ଅନେକ ସମୟରେ ଆପଣ ଜଗନ୍ନାଥଙ୍କ କଥା କୁହନ୍ତୁ, କିନ୍ତୁ ମୋର କହିବାର କଥା ହେଲା ଏମିତି ଦେଖିଲେ ଜଗନ୍ନାଥଙ୍କୁ ନେଇ ମୋର ଦିନ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ। ମୁଁ କେତେ କହିବି? ଯଦି କାଁ ଭାଁ କିଛି ଘଟୁଥାନ୍ତା ତାହେଲେ ଭାବନ୍ତି ଏଇଟା କହିଦେବି ବୋଲି। ଯଦି ପ୍ରତିଦିନ କିଛି କିଛି ଘଟୁଛି ଆଉ ସେଗୁଡ଼ା ମୁଁ ସବୁବେଳେ କହିବି, ହୁଏତ ଆପଣମାନେ ବି ଭାବି ପାରନ୍ତି ଇଏ ଫାନ୍ଦି ଫୁନ୍ଦିକି ଗୋଟେ ମିଛ କଥା କହିଦେଉଛି, ଭାବି ପାରନ୍ତି। କାହିଁକି ନା ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାତ୍ରାରେ ଚାଲିଛି, ଏଇ ଜୀବନର ଶେଷ ପର୍ଯ୍ୟାୟରେ ମୋର ପ୍ରିୟ କାଳୁ ତାର କରୁଣା ଅଯାଚିତ ଭାବରେ ଅଜାଡ଼ି ଦଉଛି। ସିଏ ଏଭଳି ସବୁ କାର୍ଯ୍ୟ କରୁଛି ଏବଂ ମୋତେ ମୋ ଉପରେ ତାର ଭଲ ପାଇବା, ତାର କରୁଣା ଏଭଳି ଅଜାଡ଼ି ଦଉଛି, ମୁଁ ଚାହିଁଲେ ମଧ୍ୟ ସବୁ ଘଟଣା ଗୁଡ଼ିକ ଆପଣଙ୍କ ଆଗରେ ଖୋଲିକି କହିପାରିବି ନାହିଁ। ସେଗୁଡ଼ିକ ଅନେକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବ। ତେଣୁ ମୁଁ ସେ କଥା ପାଇଁ କହିବାକୁ ଚାହୁଁନି। ଯାହା ମୋ ସହିତ ଘଟୁଛି ସେ ଆନନ୍ଦ ମୁଁ ନେଉଛି, କାହିଁ କହିବି? ଯାହା କହିଲେ ବି ଆପଣ କହିବେ ନାଇଁ ଏମିତି ଆଦୌ ଘଟିବା କଥା ନୁହଁ। ଯେହେତୁ ଆପଣ କାଳୁକୁ ସେଇ କାଠର ମୂର୍ତ୍ତି ହିସାବରେ ଆଜି ଯାଏଁ ଆପଣଙ୍କ ଦୃଷ୍ଟିରେ ଦେଖୁଛନ୍ତି, ତା ନହେଲେ ଜିଅନ୍ତା ହିସାବରେ ଦେଖୁଥିଲେ ମୋ କ୍ଷେତ୍ରରେ ଯାହା ଘଟୁଛି ସେଗୁଡ଼ା ଆପଣ ବିଶ୍ୱାସ କରିଯାଆନ୍ତି। କିନ୍ତୁ ଆପଣ ସେଇଭଳି ଦେଖୁନାହାନ୍ତି, ତେଣୁ ମୁଁ ମଧ୍ୟ କହିବାକୁ ସାହସ କରୁନାହିଁ। ଫୁଲ ଗଛରେ ପ୍ରତିଦିନ ଫୁଲଟେ ଫୁଟେ, ମାଳି କଣ ପ୍ରତିଦିନ ସକାଳୁ ଉଠି କହିବ ଆଜି ଗଛରେ ମୋର 4ଟା ଫୁଲ ଫୁଟିଥିଲା? ଆରେ ସେ ଫୁଲ ଗଛ, ତାର ଋତୁ ଅଛି, ସେ ଫୁଲ ଫୁଟିବାଟା ତାର ସ୍ୱାଭାବିକ ଗୁଣଧର୍ମ। ଠିକ ସେମିତି ମୋ ଜୀବନ ବୃକ୍ଷରେ, ମାନେ ମୋର ଏଇ ଯେଉଁ ଜୀବନ ଚାଲିଛି, এইଟାକୁ ଯଦି ଗୋଟେ ବୃକ୍ଷ ଗଛ କୁହାଯାଏ, ଫୁଲ ଗଛ କୁହାଯାଏ, ମୋର ଜୀବନ ବୃକ୍ଷରେ ପ୍ରତିଦିନ କାଳୁର କରୁଣାର, କାଳୁ ପ୍ରେମର ଫୁଲ ପ୍ରତିଦିନ ଫୁଟୁଛି ଏବଂ ସେଇ ଫୁଲର ସୁଗନ୍ଧରେ ମୋ ଜୀବନ ପ୍ରତିଦିନ ସୁଗନ୍ଧିତ ହେଉଛି। ତେଣୁ ମୁଁ କେତେ କହିବି ଯେ ଆଜି ଏତେଟା ଫୁଲ ଫୁଟିଲା ଭଳି? ମୋ ଜୀବନରେ ଯେ ଘଟୁଛି ଆପଣମାନଙ୍କ ଜୀବନରେ ଘଟୁନି ତା ମୁଁ କହୁନାହିଁ। ପ୍ରତ୍ୟେକଙ୍କ ମଣିଷଙ୍କ କ୍ଷେତ୍ରରେ କାଳୁକୁ ନେଇ କିଛି ନା କିଛି ଘଟଣା ଘଟୁଛି।
କାଳୁ ସମସ୍ତଙ୍କୁ ଭଲ ପାଏ, ସମସ୍ତଙ୍କ ପ୍ରତି ତାର କରୁଣା ଅଛି, କିନ୍ତୁ ତଫାତ୍ ଏତିକି ମୁଁ ପ୍ରତି ମୁହୂର୍ତ୍ତରେ କାଳୁକୁ ଅନୁଭବ କରେ। ଆପଣମାନଙ୍କ କ୍ଷେତ୍ରରେ ଘଟଣା ଘଟୁଥିବ, କିନ୍ତୁ ହୁଏତ ସେଗୁଡ଼ାକ ଆପଣମାନେ ଅନୁଭବ କରିପାରୁନାହାନ୍ତି। ତାର କାରଣ ହେଲା ପ୍ରତି ମୁହୂର୍ତ୍ତରେ ଯଦି କାଳୁ କଥା ଆପଣ ମନେ ପଡୁଥାନ୍ତା, ପ୍ରତି ମୁହୂର୍ତ୍ତରେ ଯଦି ଯାହା ଯାହା ଘଟଣା ଘଟୁଛି, ଯଦି ଆଜି ଗୋଟେ ଭଲ ତରକାରୀ ଖାଇଛନ୍ତି ଭାତ ସାଙ୍ଗରେ, ହଠାତ୍ ଯଦି ଲାଗନ୍ତା ଯେ ଯାହା ବୋଧେ କାଳୁ ଆଜି କରୁଣା କରିଛି ବୋଲି ଏତେ ସୁନ୍ଦର ତରକାରୀଟି ମୁଁ ଖାଇଲି, କିମ୍ବା ଯଦି ସିନେମା ଦେଖିବାକୁ ଯାଇଛନ୍ତି, ଖୁବ ଭଲରେ ଟିକେଟଟେ ମିଳିଗଲା, ବ୍ଲାକରେ ମିଳିଲାନି, ଭଲରେ ଟିକେଟଟେ ସିନେମା ଦେଖିବାକୁ ମିଳିଗଲା, ସେହି ସମୟରେ ଯଦି ଅନୁଭବଟା ଆସନ୍ତା, ଯାହା ବୋଧେ କାଳୁ ଚାହିଁଲା ବୋଲି ମୁଁ ଆଜି ଭଲରେ ଟିକେଟଟା ପାଇଗଲି, ଆପଣ କହିବେ ଏଗୁଡ଼ା କ'ଣ ହଉଛି କାଳୁର ଚମତ୍କାରିତା? ମୁଁ କହିବି ହଁ, ଯାହା ଯାହା ହଉଛି ଏଠି ସବୁ ଯାହା କାଳୁ ଚାହୁଁଛି ତାହା ହିଁ ହଉଛି। ଭାତ ସାଙ୍ଗରେ ଭଲ ତରକାରୀଟେ ଖାଇବା ହଉ, ନୂଆ ସାର୍ଟଟେ ପିନ୍ଧିବା ହଉ, ଏପରିକି ସକାଳେ ପରିଷ୍କାର ଖୋଲା ଝାଡ଼ାଟା ହେଇଯିବା ବି ହଉ, ମୁଁ ପ୍ରତି ମୁହୂର୍ତ୍ତରେ ଭାବେ ଏଟା କାଳୁ ଚାହିଁଲା ବୋଲି ହେଲା। ମୋର କହିବା କଥା 24 ଘଣ୍ଟା ଭିତରେ ମୁଁ କାଳୁ ଭିତରେ ବୁଡ଼ିକି ଥାଏ। ମତେ ତ ଲାଗେ ସବୁ କିଛି କାଳୁ କରୁଛି। ତେଣୁ ଏଇ ଯୋଉ ପ୍ରତି ମୁହୂର୍ତ୍ତରେ କାଳୁ ମନେ ପଡ଼ିବା, ସେଇ ଗୋଟାକ କାଳୁର ଉପଲବ୍ଧି ଏବଂ କାଳୁର ଚମତ୍କାରିତାଟା ଜଣକ ଅନୁଭବରେ ଆସିପାରେ। ଆମେ ସାଧାରଣତଃ କହୁ କାଳୁ ବିନା ଗଛରେ ପତ୍ରଟିଏ ବି ହଲେ ନା। ସତ କଥା, ମୁଁ ତ ଦେଖିଛି ଆମ ଆଶ୍ରମରେ, ମୋ ଆଶ୍ରମରେ ଗୋଟେ ଗୋଟେ ସମୟରେ ଖରାଦିନେ ଆଶ୍ରମ ଭିତରେ ଶତାଧିକ ଗଛ, ବଡ଼ ବଡ଼ ଗଛ, ଟିକିଏ ହେଲେ ପତ୍ର ହଲୁନଥିବ, ନାହିଁ ନଥିବା ଗରମ। ଶହ ଶହ ଗଛ, ପତ୍ରଟିଏ ଟିକିଏ ହଲୁନି, ତାହେଲେ ସେ ପତ୍ରଟାକୁ ହଲାଇ କିଏ ଫେରେ? ଆଉ ଗୋଟେ ଗୋଟେ ସମୟରେ ଏତେ ପବନ ହଉଥିବ ଯେ ତମକୁ ଚାଦରଟେ ଘୋଡ଼େଇ ବସିବାକୁ ଇଚ୍ଛା ହବ। ତାହେଲେ ସେ ଗଛର ଯୋଉ ପତ୍ର ଟୋପାଏ ହଲେନି, ତାକୁ କିଏ ହଲାଏନି? ଆଉ ଯେତେବେଳେ ଅତ୍ୟଧିକ ପବନ ହୁଏ, ସେ ପତ୍ର ଗୁଡ଼ା ହଲେ, ତାକୁ ପୁଣି କିଏ ହଲାଏ? ଆଉ ଗୋଟେ କେହି ଜଣେ ଅଛି ମୋ ପାଇଁ, ସିଏ ହେଲା କାଳୁ, ମୋର ପ୍ରଭୁ ଶ୍ରୀ ଜଗନ୍ନାଥ। ପ୍ରକୃତରେ ସିଏ ନ ଚାହିଁଲେ କିଛି ଗଛରେ ପତ୍ରଟିଏ ହଲିବନି, କି ଦୁବ ଘାସଟେ ମଧ୍ୟ ଭୂମିରେ କଅଁଳିବନି। ଏଇ ଉପଲବ୍ଧି, ଏଇ ଅନୁଭବ ଯେତେବେଳେ ଆସିଯିବ, ସେତେବେଳେ ଦେଖିବ ପ୍ରତି ମୁହୂର୍ତ୍ତରେ ତମେ କାଳୁର ଚମତ୍କାରିତା ଭିତରେ କେବଳ ଜୀଇଁ ଚାଲିଛ। ତମେ ଯଦି ପ୍ରତି ମୁହୂର୍ତ୍ତରେ କାଳୁକୁ ମନେ ପକଉଛ, ଅଫିସରେ ବସିକି ଚାକିରି କଲାବେଳେ ହଉ, ଦୋକାନରେ ବସି ବେପାର କଲାବେଳେ ହଉ, ଦେବାଳୟ ଭିତରେ ହଉ ବା ବେଶ୍ୟାଳୟ ଭିତରେ ହଉ, ପାଇଖାନା ଭିତରେ ହଉ କି ଠାକୁର ଘର ଭିତରେ ହଉ, ଯଦି ପ୍ରତି ମୁହୂର୍ତ୍ତରେ ତମ ଭିତରେ କାଳୁ ବା ଶ୍ରୀ ଜଗନ୍ନାଥ ସ୍ପନ୍ଦିତ ହଉଛନ୍ତି, ଧକ ଧକ ହଉଛନ୍ତି, ତା ଅର୍ଥ ତମେ ପ୍ରତି ମୁହୂର୍ତ୍ତରେ ତାକୁ ମନେ ପକଉଛ। ଆମର ଗୋଟେ କଥା ଅଛି ଟେଲିପାଥି, ଜାଣିଥିବେ, ଏଇଟା ଆପଣମାନଙ୍କ ସମସ୍ତଙ୍କର ଅନୁଭବ ଥିବ। ଥରେ ଥରେ ଯଦି ତମେ କୌଣସି ଏକ ଲୋକକୁ ଅତ୍ୟଧିକ ମନେ ପକଉଛ, କୌଣସି ଗୋଟେ ଜଣ ତମର ବନ୍ଧୁ ହଉ, ବାନ୍ଧବୀ ହଉ, ପୁଅ ହଉ, ଝିଅ ହଉ, କି ଯଦି ବାହାରେ ଚାକିରି କରିଛୁ, ଯଦି କାହାରିକୁ ଗୋଟେ ଅତି ଗଭୀର ଭାବରେ ତମେ ମନେ ପକଉଛ, ହଠାତ୍ ଦେଖିବ ସେଇ ସମୟରେ ସେଇ ଲୋକ ପାଖରୁ ଫୋନଟା ଆସିପାରେ, କିମ୍ବା ସେ ନିଜେ ଆସି ତମ ଦୁଆର ମୁହଁରେ ପହଞ୍ଚି ଯାଇପାରେ। ତାକୁ କୁହାଯାଏ ଟେଲିପାଥି। ମାନେ ତୁମେ ଯାହାକୁ ଗଭୀର ଭାବରେ ମନେ ପକଉଛ, ସେଇ ଭାବନାର ତରଙ୍ଗଟା ସେ ଅନ୍ୟ ଲୋକ ପାଖରେ
ତରଙ୍ଗାୟିତ ହେଇକି ପହଞ୍ଚେ। ସାଉଣ୍ଡ ୱେଭ, ଦିସ୍ ଇଜ ସାଇନ୍ସ, ଏଟା ବିଜ୍ଞାନ। ଏ ଅନୁଭବ ସମସ୍ତଙ୍କର ପ୍ରାୟ ଅଳ୍ପ ବହୁତ ଥିବ। ତେଣୁ ତମେ ଯଦି ଜଣକୁ ଗଭୀର ଭାବରେ ମନେ ପକେଇଲେ ଟେଲିପାଥି ଦ୍ୱାରା, ସେ ଅନ୍ୟ ଲୋକଟି ବି ଠିକ୍ ସେତିକିବେଳେ ତମକୁ ମନେ ପକାଉଛି ଏବଂ ତମକୁ ଟେଲିଫୋନ କରୁଛି ବା ତମ ଘରେ ଆସି ପହଞ୍ଚି ଯାଉଛି। ସେଇ କ୍ଷେତ୍ରରେ ମୁଁ ସରଳ ଭାବରେ ବୁଝେଇ ଦଉଛି, ତମେ ଯଦି ପ୍ରତି ମୁହୂର୍ତ୍ତରେ ଜଗନ୍ନାଥଙ୍କୁ ମନେ ପକଉଛ, ପ୍ରତି ମୁହୂର୍ତ୍ତରେ ଆଗୁଆ କହିଲି, ତାହେଲେ ଟେଲିପାଥି ଏମିତି ହବ ସିଏ ବି ତମକୁ ମନେ ପକେଇବ। ଯଦି ତମର ସେତିକି ସୌଭାଗ୍ୟ ଥିବ, ସିଏ ବି ଆସି ତମ ଦୁଆର ମୁହଁରେ ପହଞ୍ଚି ଯାଇକି କଲିଂ ବେଲ୍ ଚିପିବ, ନହେଲେ କବାଟ ଠକ୍ ଠକ୍ କରିବ। କୋଉ ଭଳି ଭାବରେ ସେଟା ତା ଉପରେ ନିର୍ଭର କରେ। ଏଇଟା ପିଓର ସାଇନ୍ସ। ମୁଁ କାଳକୁ ସବୁବେଳେ ମନେ ପକଉଛି, ଟେଲିପାଥିରେ ସିଏ ବି ମତେ ମନେ ପକଉଛି। ମୋର ପ୍ରଶ୍ନ, ଆପଣମାନେ ସେଇଭଳି ଭାବରେ ମନେ ପକାଉଛନ୍ତି ତ? ଯେତେବେଳେ ଆପଣମାନଙ୍କ ଜୀବନରେ ମଧ୍ୟ ପ୍ରତି ମୁହୂର୍ତ୍ତରେ କାଳୁ ମନ ଭିତରେ ଆସୁଥିବ, ଆପଣଙ୍କ ମନ ଛଟପଟ ହେଉଥିବ, ସେତେବେଳେ ସିଏ ମଧ୍ୟ ଆପଣଙ୍କୁ ମନେ ପକେଇବ ବା ତାର ଉପସ୍ଥିତି ଉପଲବ୍ଧିଟା ଆପଣମାନେ ନିଜ ଅନୁଭବରେ ଆଣିପାରିବେ। ଆଜି ଯେଉଁ କଥାଟା କହୁଛି, ପ୍ରଥମେ କହିଦେଉଛି, ଆଗାମୀ ଫେବୃଆରୀ 15 ଯେହେତୁ ଶିବରାତ୍ରି ଅଛି, ତାକୁ ହିଁ ନେଇ ଗୋଟେ ଘଟଣା ମୋ ଜୀବନରେ ଯାହା ଘଟିଛି। ଆମର ଯେଉଁ ଶିବରାତ୍ରି ବା ଜାଗର, ଆମ ପୁରୀରେ ଗୋଟେ ପ୍ରଥା ଅଛି, ଶିବରାତ୍ରି ପାଇଁ ପ୍ରାୟ ପ୍ରତି ସାହିରେ ପ୍ରତି ଘରେ ଗୋଟେ ରହୁଣୀ ଭୋଗ ବରାଦ ଦିଆଯାଏ। ଏଇଟା ଓଡ଼ିଶାର ଅନ୍ୟମାନେ ଜାଣନ୍ତି କି ନାହିଁ ମୁଁ କହିବିନି, ଆମ ପୁରୀରେ ଏଇଟା ସମ୍ପୂର୍ଣ୍ଣ ପ୍ରତିବର୍ଷ ପାଳନ ହୁଏ, ପ୍ରଥା ଅଛି। ରହଣୀ ଭୋଗ, ରହଣୀ ଭୋଗ ମାନେ ଶିବରାତ୍ରି ଦିନ ମହାଦେବଙ୍କ ପାଖରେ ବା ଆମର ଯେଉଁ ଲୋକନାଥ ରୋଡରେ ଲୋକନାଥ ଅଛନ୍ତି, ଯେମିତି ପୁରୀ ଶ୍ରୀମନ୍ଦିର, ସେମିତି ଲୋକନାଥ ରୋଡରେ ଆମର ଲୋକନାଥଙ୍କ ଶିବ ମନ୍ଦିର, ଲୋକନାଥଙ୍କ ମନ୍ଦିର ଅଛି। ସେ ବି ଭାରି ପ୍ରସିଦ୍ଧ, ଟୁରିଷ୍ଟ ମାନେ ମଧ୍ୟ ସେଠିକି ଅଟୋ କରି ଯାଇଥାନ୍ତି। ରହଣୀ ଭୋଗ ମାନେ ଶିବରାତ୍ରି ଦିନ ଶିବଙ୍କ ପାଖରେ ଭୋଗ ଲାଗିବା ପାଇଁ ପ୍ରତି ଘର ବାଲା ସାହି ସାହି ମାନଙ୍କରେ ଗୋଟେ କ୍ଲବ ଘର ହଉ କି ମନ୍ଦିର ହଉ ବା କେହି ମୁଖିଆ ଲୋକ ହଉ, ଘର ଘର ବୁଲି, ଆଜ୍ଞା ଆପଣଙ୍କର ରହଣୀ ଭୋଗ ହବ କି? କିଏ 100 ଟଙ୍କାର, କିଏ 500 ଟଙ୍କାର, ଯାହାର ଯେତିକି ଇଚ୍ଛା, ପ୍ରାୟ 100 ଟଙ୍କା ସର୍ବନିମ୍ନ। ରହଣୀ ଭୋଗ ମାନେ ସ୍ୱତନ୍ତ୍ର ସେ ସାହିରେ ଅତି ନିଷ୍ଠାର ସହିତ ଶୁଦ୍ଧ ଘିଅରେ ବଡ଼ ବଡ଼ ଖଜା ଜଗନ୍ନାଥ ବଲ୍ଲଭ ତିଆରି ହବ, ସେଗୁଡ଼ା ଶିବଙ୍କ ପାଖରେ ଭୋଗ ଲାଗିବ। ତାକୁ କୁହାଯାଏ ରହଣୀ ଭୋଗ। ତାକୁ ଆମ ପୁରୀ ଲୋକ ବହୁତ ମାନନ୍ତି। ମାନେ ଖାଇଲେ ହାତରେ ପାଣି ତୁଳସୀ ଗଛ ପାଖରେ ଧୋଇବେ, ମୁଣ୍ଡରେ ମାରିବେନି, ତଳେ ପଡ଼ିବନି। ରହଣୀ ଭୋଗର ମାହାତ୍ମ୍ୟ ବହୁତ। ଯିଏ 100 ଟଙ୍କାର ରହଣୀ ଭୋଗ ବରା ଦେଇଥିବ, ଭୋଗ ହେଇସାରିଲା ପରେ ତା ଘରକୁ 100 ଟଙ୍କାର ଖଜା ଜଗନ୍ନାଥ ବଲ୍ଲଭ ଆସିବ। ଯିଏ 500 ଟଙ୍କାର ଦେଇଥିବ, 500 ଟଙ୍କାର। ଆମ ପୁରୀ ସଂସ୍କୃତିରେ ପ୍ରଥା ପରମ୍ପରା ଅଛି, ଆମେ ଯେଉଁ ରହଣୀ ଭୋଗ ଦଉ, ଧର ମୁଁ ଯେଉଁ ରହଣୀ ଭୋଗ ଧର ଦେଲି, ଯଦି ଝିଅ ବାହା ହେଇଛି ଝିଅ ଘରକୁ କିଛି ପଠେଇବି, କି ପୁଅ ଯଦି କୋଉଠି ହଷ୍ଟେଲରେ ରହି ପାଠ ପଢୁଛି ତା ପାଖକୁ ପଠେଇବି, ମାନେ ବାଣ୍ଟନ୍ତି, ତା ଛଡ଼ା ନିଜେ ଖାଆନ୍ତି। ଏଇଟା ହେଉଛି ରହଣୀ ଭୋଗ। ମୁଁ ଯେଉଁ ଏଇ ଘଟଣାଟି କହିବାକୁ ଯାଉଛି, ଏଇଟା ଏଇ 5-6 ବର୍ଷ ତଳର କଥା, କରୋନା ପୂର୍ବର କଥା। ମୁଁ ପୁରୀରେ ଥାଏ। ଶିବରାତ୍ରିରେ ରହଣୀ ଭୋଗ ପ୍ରତି ମୋର ଅହେତୁକ ଦୁର୍ବଳତା। ସେ ଖଜାର ବାସ୍ନା ଅଲଗା, ସେ ଜଗନ୍ନାଥ ବଲ୍ଲଭର ବାସ୍ନା ଅଲଗା। ଆପଣମାନେ ଯେଉଁମାନେ ପୁରୀ ବାହାରେ ଥିବେ, କେବେ ବି ଯଦି ସୁବିଧା ହେଇ ଶିବରାତ୍ରି ଦିନ ପୁରୀରେ ଆସି ଲୋକନାଥଙ୍କ ପାଖରୁ ରହଣୀ ଭୋଗ କିଣିକି ଖାଇବେ, ତାହେଲେ ଜାଣିବେ ମୋ କଥାର ମହତ୍ଵ କେତେ, ଗୁରୁତ୍ୱ କେତେ। ସେଇ ବର୍ଷ, ଏଇ ଯେଉଁ 6-7 ବର୍ଷ ତଳ କଥା କହୁଛି, କୌଣସି କାରଣରୁ ଆଇଦର ମୁଁ ଘରେ ନଥିଲି, କେତେବେଳେ ସାହି ପିଲା ଆସିଛନ୍ତି, ମୋଟାମୋଟି ସେ ବର୍ଷ ମୁଁ ରହଣୀ ଭୋଗ ଦେଇପାରିନଥିଲି। ସେ ବର୍ଷ ରହଣୀ ଭୋଗ ବରାଦ ମୁଁ ଦେଇପାରିନଥିଲି। ମନଟା ଛଟପଟ ହେଲା, ଏ ବର୍ଷ ତାହେଲେ ମୁଁ ରହଣୀ ଭୋଗ ଆଉ ଖାଇପାରିବିନି, ମୁଁ ତ ଦେଇନି ବରାଦ। ମନ ଦୁଃଖରେ ରହିଲି। ଯେଉଁଦିନ ଶିବରାତ୍ରି, ମାନେ କାଲି ସକାଳେ ଉଠିଲି ଶିବରାତ୍ରି, ମୁଁ ଭୋରୁ
ମୋର କାଇନେଟିକ୍ ସ୍କୁଟର ଧରି ଖବରକାଗଜଟେ କିଣିବା ପାଇଁ ସେଦିନ ଆଇଦର ମୋର ମନେ ପଡୁଛି ଖବରକାଗଜ କିଣିବା ପାଇଁ ହଉ ବା କ୍ଷୀର ପ୍ୟାକେଟ୍ ଆଣିବା ପାଇଁ ହଉ, ଠିକରେ ମନେ ପଡୁନି, କିଣିବା ପାଇଁ ମୁଁ ମୋର କାଇନେଟିକ୍ ହୋଣ୍ଡା ଧରିକି ରାସ୍ତାକୁ ବାହାରିଗଲି। ଭୋର ହବ ସେତେବେଳକୁ ଅତି କମରେ 5:30, 5ଟା ଟପି ଯାଇଛି, 6ଟା ହେଇନି, ମାନେ ରାସ୍ତାରେ ଗୋଟିଏ ହେଲେ ଲୋକ ନାହାନ୍ତି। କିନ୍ତୁ ସେଦିନ ଶିବରାତ୍ରିର ରାତିରୁ ଯାଇକି ଆମ ପୁରୀ ଲୋକମାନେ ସହଳ ସହଳ ଦର୍ଶନ କରିବା ପାଇଁ ରାତି ଅଧରୁ ମଧ୍ୟ ଲୋକନାଥ ରୋଡକୁ ଯାଇଥାନ୍ତି। ପୁରୀ ଲୋକ ସକାଳୁ ସକାଳୁ ଚାଲିଗଲେ ଗହଳି ହବନି, ଧାଡି ହବନି, ଜଲ୍ଦି ଜଲ୍ଦି ଭୋଗ କରିକି ଠାକୁର ଦର୍ଶନ କରି ଚାଲି ଆସିବେ। 5:30 ବେଳେ ରାସ୍ତା ଫାଙ୍କା, ମୁଁ ମୋ ସ୍କୁଟର ଧରି ମାର୍କେଟ ଆଡ଼ିକି ଯାଉଛି। ଠିକ ଏତିକି ବେଳକୁ ଜଣେ ବୁଢୀ ଲୋକ କହିଲା, ଆରେ ପୁଅ ରହ 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 ରହ। ରାସ୍ତାରେ କେହି ନାହାନ୍ତି, ବୁଢୀ ଲୋକ ଜଣେ। ମୁଁ ସାଙ୍ଗେ ସାଙ୍ଗେ କଣ, ଆରେ ଆରେ ପୁଅ ରହ ରହ ରହ। ମୁଁ ରହିଲି। କହିଲା, ଆରେ ତୁ ସ୍କୁଟରଟା ସେ ସାଇଡରେ ରଖ, ଦୋକାନ ଗୁଡା ଖୋଲିନି, ସକାଳ 5:30 କୋଉ ଦୋକାନ ଖୋଲିବ। ଗୋଟେ ଦୋକାନ ପିଣ୍ଡା ଉପରକୁ ଡାକିଦେଲା ବୁଢୀ, କହିଲେ ପୁଅ ତୁ ବସ। ମୁଁ କହିଲି ମା କାହିଁକି? ମୁଁ କହିଲି ମା କାହିଁକି? ନା ରେ ମୁଁ ସକାଳୁ ଭୋରୁ ଯାଇଥିଲି ଆଜି ଲୋକନାଥ ରୋଡ, ଲୋକନାଥଙ୍କ ମନ୍ଦିରକୁ। ଆଜି ତ ତୁ ଜାଣିଛୁ ଜାଗର, ଶିବରାତ୍ରି। ମୁଁ ଭୋରୁ ଯାଇଥିଲି, ଭୋଗ କରି ଆଣିଛି, ରହଣି ଭୋଗ, ତୁ ଖା। ମୁଁ ଏକଦମ ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଏଇ ବର୍ଷଟା ପ୍ରଥମ ଥର ପାଇଁ ରହଣି ଭୋଗ ବରାଦ ଦେଇପାରିନି। ପୂର୍ବ ଦିନ ରାତିରେ ମନ ଦୁଃଖ ଯେ ଏ ବର୍ଷ ରହଣି ଭୋଗ ଦେଇପାରିଲିନି, ତେଣୁ ମୁଁ ଖାଇପାରିବିନି। ସକାଳକୁ ଯାଉଛି, ବୋଧେ କ୍ଷୀର ପ୍ୟାକେଟ କି ଖବରକାଗଜ ମୋର ମନେ ପଡୁନି, କିନ୍ତୁ ସକାଳ ଭୋର 5:30, ରାସ୍ତା ଜାଲଜାଲୁଆ, ସକାଳ ସାମାନ୍ୟ ଅନ୍ଧାର ନୁହଁ, ଆଲୁଅ ଆସିଲାଣି, କିନ୍ତୁ 6ଟା ବାଜିନି। ଦୋକାନ ବଜାର ଖୋଲିବାର ପ୍ରଶ୍ନ ନାହିଁ, ରାସ୍ତା ଫାଙ୍କା। ଯାଉଛି, ସେ ବୁଢୀ ମାଉସୀଟି ମତେ ଡାକିଲା, ପୁଅ ରହ ରହ। ମୁଁ ମନେ ପକେଇଲି, ଆରେ ଏ ବୁଢୀ କୋଉଠି ଦେଖିଛି, ମନେ ପକେଇଲି। ମୋର ମନେ ପଇଲା, ମୁଁ ଯୋଉ କଲେଜ ବ୍ରାଞ୍ଚରେ ପୁରୀ SS କଲେଜ ଭିତରେ ମୋର ଯୋଉ ୟୁକୋ ବ୍ୟାଙ୍କ ଥିଲା, ସେଠି ଚାକିରି କରୁଥିଲି। ସେ କଲେଜ ଛକ ପାଖରେ କେତେ ଗୋଟେ ଦୋକାନ ଅଛି, ଏଇ ବୁଢୀ ମାଉସୀର ଗୋଟେ ଝୁମ୍ପୁଡ଼ି ଛୋଟିଆ ଦୋକାନଟେ ଥିଲା। ସିଏ ଖାଲି ଚା କରି ଏ କଲେଜ କ୍ଲର୍କ କିରାଣୀ ଫିରାଣୀ ବା କିଏ ଯଦି ଚା ପିଅନ୍ତି ତାଙ୍କୁ ଚା କରିକି ଦିଏ। ଅତି ଛୋଟିଆ ଝୁମ୍ପୁଡ଼ି ଦୋକାନଟେ। ମୁଁ ଥରେ ଥରେ ବି ଚା ପିଇଛି ସେଠି, ନାହିଁ କରୁନି। କିନ୍ତୁ ଆ ଭିତରେ ମୁଁ ରିଟାୟାର କରିଯାଇଛି, ଆ ଭିତରେ ଅନେକ ବର୍ଷ 7-8 ବର୍ଷ ଚାଲିଯାଇଛି। ମୋର ବୁଢୀ ସହିତ ଏତେଟା କଣ୍ଟାକ୍ଟ ନାହିଁ। ଯଦି ମନେ ପକେଇ, ମୁଁ କହିଲି, ତ ସେଇ ବୁଢୀ ମାଉସୀ। ମୁଁ କହିଲି, ମାଉସୀ ତମେ ସେଇ ଯୋଉ କଲେଜ ଛକ ପାଖରେ ଦୋକାନ କରିଥିଲ ସେଇଠି? ନା ହଁ ରେ ପୁଅ। ମୁଁ କହିଲି, କରୁଛ? ନା ମୁଁ ବୁଢୀ ହେଇଗଲିଣି, ଆଉ ପାରୁନି। ମୁଁ ଆଗୁଆ କହୁଛି, ସେ ବୁଢୀକି ମୁଁ ଆଗୁଆ କହୁନି ସେ ଜଗନ୍ନାଥ ତାଙ୍କ ରୂପରେ ଆସିଲେ, ମୁଁ ଆଦୌ କହୁନି। ମୋର କହିବା କଥା, ଏଇ ବୁଢୀ ମାଉସୀଟି କଲେଜ ଛକ ପାଖରେ ଗୋଟେ ଝୁମ୍ପୁଡ଼ି ଦୋକାନ କରି ଚା ବିକୁଥିଲା। ମୁଁ ରିଟାୟାର କରିବାର 8-10 ବର୍ଷ ତଳ କଥା। ମୁଁ ତା ଦୋକାନରେ 2-3 ଥର ପିଇଛି, ମୁଁ ନାହିଁ କରୁନି। କିନ୍ତୁ ଯେହେତୁ ମୋର ରହଣି ଭୋଗ ପ୍ରତି ଦୁର୍ବଳତା ଅଛି, ଏ ବର୍ଷ ପ୍ରଥମ ଥର ପାଇଁ ମୁଁ ରହଣି ଭୋଗ ବରାଦ ଦେଇପାରିନି। କିନ୍ତୁ ରହଣି ଭୋଗ ଖାଇବାର ମୋର ଲାଳସା। ଏଟା କାଳୁ ଜାଣିଲା ଯେ, ଆଉ ମୁଁ ତ ଜାଣିଛି ମୋର ଯାହା ଭିତରେ ଚାହେଁ, ଆଜିକାଲି ଦିନରେ କାଳୁ ସବୁ ପୂରଣ କରୁଛି। ତେଣୁ ମୁଁ କାଳୁ ପାଖରେ ଚିର କୃତଜ୍ଞ ଋଣୀ। ମୁଁ ତେଣୁ କାଳୁ ଯେତେବେଳେ ଜାଣିଲା ଆର ରହଣି ଖାଇବାର ଇଚ୍ଛା ଥିଲା, ଭୋଗ ଦେଇପାରିନି, ନହେଲେ ସେ ମୁଁ ସ୍କୁଟରରେ ଯାଉଛି, ସେ ବୁଢୀ ମତେ କାହିଁ ଅଟକେଇବ? କହୁନାହାନ୍ତି। ପ୍ରକୃତରେ ମୁଁ ଅତି ରଞ୍ଜିତ କରି କହୁନି। ଏତେ ଦିନ ପରେ ଦେଖୁଛି ବୁଢୀ କହୁଛି, ପୁଅ ରହ ରହ। ମୁଁ ଯାଇକି ସେ ଦୋକାନ ପିଣ୍ଡାରେ ବସିଲି। ବୁଢୀ ନିଜର ମା ଭଳି ଅତି ସ୍ନେହରେ ଭୋଗରେ ଯୋଉ ରହଣି ଭୋଗ କରିଥିଲା, ମତେ ଖୋଜା ଜଗନ୍ନାଥ ଭଲ ଖାଇବାକୁ ଦେଲା। ମୁଁ ଆନନ୍ଦରେ ଖାଇଲି। କେମିତି ଏ ଘଟଣା ଘଟୁଛି, ଶିବରାତ୍ରି ଜାଗର ଦିନ ସକାଳୁ ସକାଳୁ, ବୋଧେ ପୁରୀ ସହରରେ ସେତେବେଳେ କେହି ରହଣି ଭୋଗ ଖାଇନଥିବେ, କିନ୍ତୁ ମୋ ପାଇଁ ରହଣି ଭୋଗ କାଳୁ ପଠେଇ ଦେଲାଣି। ମୁଁ ଖାଇଲି। ବୁଢୀ ସେଇଠୁ ଯାଇକି
ତା ପାଖରେ ଯୋଉ ଗୋଟେ ଛୋଟିଆ ବୋତଲଟେ ଥିଲା ପ୍ଲାଷ୍ଟିକ ବୋତଲ, କଳରୁ ପାଣି ଆଇଲା ମତେ ପିଇବାକୁ ଦେଲା, କହିଲା ପୁଅ ଖାଇଲୁ? ମୁଁ କହିଲି ମା ତୁ ହଠାତ୍ ମତେ କାହିଁକି ଦେଲୁ? ଆରେ ମୁଁ ତତେ ଦେଖିଲି, ମୋର କାହିଁ ଇଚ୍ଛା ହେଲା, ମୁଁ କହିଲି ତୁ ଟିକେ ଆଗ ସକାଳୁ ରଣି ଭୋଗ ଖାଇଦେ। କଥା ଏତିକି। ବୁଢ଼ୀ ତା ରାସ୍ତାରେ ସେ ଚାଲିଗଲା। ଏବଂ ସେଦିନ ଠାରୁ ଯେହେତୁ ମୁଁ ମଝିରେ ମଝିରେ ଆଜିକାଲି ଭୁବନେଶ୍ୱରରେ ବି ରହୁଛି, ପୁରୀରେ ରହୁଛି, ବୁଢ଼ୀର ଘରଟା ମୁଁ ଆଦୌ ଜାଣିନି, ତେଣୁ ବୁଢ଼ୀ ସହିତ ଦେଖା ଚାନ୍ସ ନାହିଁ। ବୁଢ଼ୀ ବର୍ତ୍ତମାନ ଯେ ବଞ୍ଚିଛି କି ସଂସାରରୁ ଚାଲିଗଲାଣି ତା ମଧ୍ୟ ମୁଁ କହିପାରିବି ନାହିଁ। କିନ୍ତୁ ଏଇଟା କହିଲି ଏଇ ସକାଶେ ଯେ ମୋର ରହଣି ଭୋଗ ଖାଇବାର ଇଚ୍ଛା ଥିଲା। ରହଣି ଭୋଗ ମୁଁ ସେ ବର୍ଷ ବରାଦ ଦେଇପାରିନଥିଲି, କିନ୍ତୁ ସକାଳୁ ସକାଳୁ ସେଇ ବୁଢ଼ୀ ମାଉସୀଟି ଏତେ ଭୋରୁ ଯାଇଛି, ଧର ମୁଁ ଗଲାବେଳକୁ ବୁଢ଼ୀ ମାଉସୀ ତା ଆଗରୁ ସେ ରାସ୍ତାରେ ପଳେଇଥାନ୍ତା, ମୋର ରହଣି ଭୋଗ ଖାଇବାର ସୁଯୋଗ ନଥିଲା। କିମ୍ବା ମୁଁ ଯାଇ ଆସିଲା ପରେ ବୁଢ଼ୀ ମାଉସୀ ସକାଳ 7-8ଟା ବେଳକୁ ଫେରିଥାନ୍ତା, ମୋର ବି ରହଣି ଭୋଗ ପାଇବାର ସୁଯୋଗ ନଥିଲା। କିନ୍ତୁ ଦେଖନ୍ତୁ ମୋର ଯେହେତୁ ରହଣି ଭୋଗ ଖାଇବାକୁ ଇଚ୍ଛା ଥିଲା ଏବଂ ଦେଇପାରିନଥିଲି, ପ୍ରଭୁ ଏଭଳି ଠାକୁର ସେ ମତେ ସେଇଦିନ ସକାଳୁ ଲୋକନାଥଙ୍କର ରହଣି ଭୋଗ ଖାଇବାର ସୁଯୋଗ ଦେଇଦେଲା। ଏବଂ ସ୍କୁଟରରେ ଚାଲି ଯାଉଥିବା ମଣିଷକୁ ବୁଢ଼ୀ ମାଉସୀ ପୁଅରେ ରହ ରହ କହିକି ମତେ ରହଣି ଭୋଗ ସେଇ ଦୋକାନ ବାରାଣ୍ଡାରେ ବସେଇ ଖୁଆଇଲା। ଇଏ ହେଲା ଲୋକନାଥଙ୍କର ରହଣି ଭୋଗ ଖାଇବାର କଥା। ଆପଣ ଭାବନ୍ତି ଏଇଟା ଭାରି ଛୋଟିଆ କଥା, ମୋ ପାଇଁ ଏଗୁଡ଼ା କିଛି ଛୋଟିଆ ନୁହଁ। ମୋ ପାଇଁ ଏଗୁଡ଼ା ସବୁ ହେଉଛି କାଳୁର ଅହେତୁକ କୃପା। ଅହେତୁକ କୃପା। ଏମିତି ଘଟଣା ସାଧାରଣତଃ ଘଟିବନି। ମାନେ ଆଉ କିଏ ଆଣିକି ସନ୍ଧ୍ୟାବେଳକୁ ଘରେ ଦେଇଥାନ୍ତା ସାଇ ପଡ଼ିଶା, ସିଏ ଅଲଗା କଥା, ଇଏ ତା ନୁହଁ। ଏତେ ଭୋରୁ ଯାଉଛି, ସେ ଭୋରୁ ଯାଉ ଯାଉ ରହଣି ଭୋଗ ଖାଇବାର ଇଚ୍ଛା ଥିଲା, ମନ ଦୁଃଖ ହଉଥିଲା, ବୁଢ଼ୀ ମାଉସୀ ଆସି ପହଞ୍ଚିଗଲା। ବର୍ତ୍ତମାନ ଦ୍ୱିତୀୟ କଥା କହୁଛି, ଇଏ ଥିଲା ଲୋକନାଥଙ୍କ ରହଣି ଭୋଗ ଖାଇବାର କଥା। ବର୍ତ୍ତମାନ ମୋର କାଳୁର କଥା, ଇଏ ମୋ କାଳୁର କଥା। କାଳୁର କଥା କ'ଣ? କାଳୁର ଯୋଉ ରଥଯାତ୍ରା ହୁଏ, ରଥଯାତ୍ରା ବାହୁଡ଼ା ଯାତ୍ରା ହେଇକି ଠାକୁର ଶ୍ରୀମନ୍ଦିର ଭିତରେ ପୁଣି ଥରେ 9 ଦିନର ଯାତ୍ରା ସେଠି ପଶନ୍ତି। ସଭା ଶେଷ ଦିନ ଠାକୁରଙ୍କ ରଥଯାତ୍ରା ଉପରେ ରସଗୋଲା ଭୋଗ ହୁଏ। ରସଗୋଲା ଭୋଗ କାହିଁକି ହୁଏ? ଲକ୍ଷ୍ମୀ ତ ଭୀଷଣ ରାଗିଥାନ୍ତି ଜଗନ୍ନାଥଙ୍କ ଉପରେ, ମାନେ ଭଉଣୀକି ନେଇ ଚାଲିଗଲ, ଅଥଚ ମୁଁ ସ୍ତ୍ରୀ ଥାଉ ଥାଉ ମତେ ସାଙ୍ଗରେ ନେଇନ। ଭୀଷଣ ରାଗ, ପ୍ରତି ସ୍ତ୍ରୀର ସ୍ୱାମୀ ଉପରେ ରାଗ ଥାଏ। ଯଦି ନିଜ ଆଉ ସାଧାରଣତଃ ନଣନ୍ଦ ଭାଉଜଙ୍କ ଭିତରେ ପ୍ରାୟତଃ ପଡ଼େନି ଇର୍ଷା। ଆମ ଠାକୁର ତଲେ ଜିଅନ୍ତା ଠାକୁର, ମଣିଷ ଠାକୁର, ସବୁ କିଛି ତାଙ୍କର ଘର ପରିବାର ଭଳି। ତେଣୁ ନିଜ ଭଉଣୀ ସୁଭଦ୍ରାଙ୍କୁ ନେଇ ସିଏ 9 ଦିନ ଯାତ୍ରାରେ ପଳେଇଛନ୍ତି। ଲକ୍ଷ୍ମୀ ରାଗି ପାଚି ଇଏ, ଲକ୍ଷ୍ମୀ ମଧ୍ୟ ଆସିକି ଛେରା ଇଏ ଦିନ ରଥ ଚକା ଭାଙ୍ଗନ୍ତି। ଏସବୁ ଜାଣିଛନ୍ତି। ତେଣୁ ସଭା ଶେଷକୁ ଯେତେବେଳେ ଠାକୁର ଶ୍ରୀମନ୍ଦିର ଭିତରେ ପଶିବେ, ସ୍ତ୍ରୀ ତ ରାଗିକି ଥିବ। ଆମେ ଯେମିତି କାହା ଘରକୁ ଗଲାବେଳେ ଗୋଟେ ମିଠା ପ୍ୟାକେଟ ନେଇ ଯାଉଛୁ, ଜଗନ୍ନାଥ ଜାଣନ୍ତି ଲକ୍ଷ୍ମୀ ପ୍ରଚଣ୍ଡ ରାଗିକି ଅଛନ୍ତି। ତାଙ୍କ ମନକୁ ଭୁଲେଇବା ପାଇଁ ବୁଢ଼ା ଆମର କ'ଣ କରେ ନା ରସଗୋଲା ନେଇକି ଯାଇଥାଏ। ତେଣୁ ସବୁ କିଛି ଗୋଟେ ମଣିଷର କାରବାର, ମଣିଷର ଜୀବନଚର୍ଯ୍ୟା। ଇଏ ଆଦୌ କାଠର ଠାକୁର ନୁହେଁ ରେ ଭାଇ, ଇଏ ପୁରା ଜିଅନ୍ତା ଠାକୁର। ତାକୁ ଅନୁଭବ ଯିଏ କରିପାରିବ, ତା ଭିତରେ ଯୋଉ ଧକ ଧକ ହଉଛି ସ୍ପନ୍ଦନ ହୃଦୟ, ତାକୁ ମଧ୍ୟ ତମେ ଅନୁଭବ କରିପାରିବ। ତେଣୁ ରଥଯାତ୍ରା ସଭା ଶେଷ ଦିନ ମନ୍ଦିର ପ୍ରବେଶ ପୂର୍ବରୁ ରଥ ଉପରେ ଦୁନିଆ ରସଗୋଲା ଲୋକମାନେ ଭୋଗ ଲଗେଇଥାନ୍ତି। ମନ୍ଦିର ତରଫରୁ ତ ଲାଗେ, ବହୁତ ଲୋକ ମାଟି କୁଡ଼ିଆରେ ହଉ ରସଗୋଲା, କିଏ 100, କିଏ 200, କିଏ 50, କିଏ 10, ଯାହା ସାମର୍ଥ୍ୟ ଅନୁସାରେ ଦୁନିଆ ରସଗୋଲା ଭୋଗ ହୁଏ।
ଇଏ ମଧ୍ୟ ସେଇଭଳି ମାତ୍ର 6-7 ବର୍ଷ ତଳର ଗୋଟେ ଘଟଣା। ସେଦିନ କାହିଁକି ଖରାବେଳେ ଖାଇ ପିଇ ଶୋଇକି ଉଠିଲା ବେଳକୁ ମୁଁ କହିଲି ଆରେ ଆଜି ତ ଠାକୁର ମନ୍ଦିର ଭିତରକୁ ପଶିବେ, ରସଗୋଲା ଭୋଗ ହବ, ମୁଁ ତ ମିଠା ପ୍ରିୟ। ହଠାତ୍ ମନକୁ ଆରେ ମଣିଷ ମୋର ଆଉ ମୁଁ କ'ଣ କରିବି, ମୁଁ କହିଲି ରଥ ଉପରେ ରସଗୋଲା ଭୋଗ ହବ, ମୋତେ କିଏ ଟିକେ ଦିଅନ୍ତାନି। ଆଉ ତାହେଲେ ଏଇ ଯୋଉ ଗହଳି ହୁଏ ବାହୁଡ଼ା ଦିନ, ଏତେ ଲୋକ ଆଜିକାଲି ଯୋଉ ହଉଛନ୍ତି, ଏତେ ଗହଳି ଭିତରେ ଭିଡ଼ା ଠେଲା ପେଲାରେ ମୋତେ ରଥ ପାଖକୁ ଯିବାକୁ ଇଚ୍ଛା ହୁଏନି। ସହଜ ଆଜି ଶେଷ ଦିନ, ମୁଁ କହିଲି ସେ ଠେଲା ପେଲାରେ ଗଲେ ବି ମୁଁ ତ ରସଗୋଲା ଭୋଗ କରୁନି, ମୋତେ ବି କିଏ କାହିଁକି ରସଗୋଲା ଦବ। ମନ ଭିତରେ ଗୋଟେ ସୂକ୍ଷ୍ମ ଲାଳସା ଆସିଲା, ଆଉ ଜୀବ ଭିତରେ ଗୋଟେ ସରୁ ଲାଳ ବି ଗଡ଼ିଲା ଯେ ରଥ ଉପରେ ଯୋଉ ରସଗୋଲା ଭୋଗ ହଉଛି ସେଇଟା ଟିକେ ଖାଇଥିଲେ କେତେ ବଢ଼ିଆ ଲାଗିଥାନ୍ତା। ବସ୍ କ୍ଷଣିକ ପାଇଁ ଆସିଲା, ମନରୁ ଚାଲିଗଲା। ଆପଣମାନେ ଜାଣନ୍ତି ମୁଁ ଟିକେ ଲେଖାଲେଖି କରେ, ବହି ଲେଖାଲେଖି କରେ। ପୁରୀରେ ଯୋଉ ମାଉସୀ ମା ମନ୍ଦିର ଅଛି, ଯୋଉଠି ରଥ ଅଟକି ବାହୁଡ଼ା ବେଳେ ରହେ, ସେଠି ପୋଡ଼ପିଠା ଭୋଗ ହୁଏ ଜଗନ୍ନାଥଙ୍କ ପାଇଁ। ମାଉସୀ ମା ମନ୍ଦିର, ବଳଗଣ୍ଡି ଛକରୁ ଆଗକୁ ଗଲେ ପାଇବେ ମାଉସୀ ମା ମନ୍ଦିର। ପୁରୀ ଲୋକ ଜାଣନ୍ତି, ମୁଁ ବାହାର ଲୋକଙ୍କ ପାଇଁ କହୁଛି। ସେ ମାଉସୀ ମା ମନ୍ଦିର ଗଳି ଭିତରେ ଯୋଉ ବୀର ହନୁମାନ ଶାସ୍ତ୍ରୀ ଜଣେ ପଣ୍ଡିତ ଥିଲେ, ଓଡ଼ିଶାର ନାମକରା, ତାଙ୍କରି ଘରେ ମୋର ଗୋଟେ ସାନ ଭାଇ ବିଜୟ ବୋଲି, ତାର ଗୋଟେ ଡିଟିପି ସେଣ୍ଟର ଅଛି। କମ୍ପ୍ୟୁଟରରେ ସେ ମୋ ବହି ବାଡ଼ାଏ, ଡିଟିପି କରେ। ସେ ଡିଟିପି କରିସାରିଲା ପରେ ମୋ ବହି ଛପା ହେବାକୁ ଯାଏ। ମୋର ଗୋଟେ ବହିଟେ ସେ ବିଜୟ ବୋଲି ମୋର ଯୋଉ ସାନ ଭାଇଟେ, ସେ ସେଟା ଡିଟିପି କରୁଥିଲା। ମୋର ସେଇଦିନ ଚାଲିଲା ଡିଟିପି, ସେ ମୋତେ କହିଲାଣି ସରିଯାଇଛି, ଆପଣ ଆସି ଟିକେ ପ୍ରୁଫ୍ କରେକ୍ସନ୍ କରିଦିଅନ୍ତୁ। ମୁଁ ଏଇ 4ଟା 4:30 ଭିତରେ ମୁଁ ଗଲି ବିଜୟ ପାଖକୁ, ମାନେ ସେ ଯୋଉ ମାଉସୀ ମା ମନ୍ଦିର ପାଖରେ ଭିତରକୁ ଯୋଉ ଗଳି ଅଛି, ଯୋଉ ଗଳି ଭିତରେ ବୀର ହନୁମାନ ଶାସ୍ତ୍ରୀଙ୍କର ଘର, ଯୋଉ ଘରେ ମୋର ସାନ ଭାଇ ବିଜୟ ଘର ଭଡ଼ା ନେଇ ଡିଟିପି ସେଣ୍ଟର କରିଛି, ମୁଁ ସେଇଠି ଯାଇ ପହଞ୍ଚିଲି। ବିଜୟ ପାଖରେ ମୁଁ କମ୍ପ୍ୟୁଟରରେ ମୋର ଯୋଉ ବହିଟା ବାଡ଼ିଆ ହେଇଛି ତାକୁ ଦେଖୁଛି। ଏତିକି ବେଳେ ଜଣେ ଯୁବକ ସେଇ ବିଜୟ ପାଖକୁ, ତାଙ୍କର କ'ଣ କାମ ଥିଲା, ସେ ଆସି ପହଞ୍ଚିଲେ। ମୁଁ କମ୍ପ୍ୟୁଟରକୁ ଚାହିଁକି ଡିଟିପି ବାଡ଼ା ଦେଖଉଛି, ସେ ଯୋଉ ପ୍ରୁଫ୍ ଦେଖୁଛି। ସେ ଯୋଉ ଯୁବକ ଜଣେ ଆସିଥିଲେ, ମୁଁ ତାଙ୍କ ଆଡ଼େ ଲକ୍ଷ୍ୟ ଦେଇନି। ହଠାତ୍ ଶୁଣିଲେ, କହିଲେ ସାର୍ ନିଅନ୍ତୁ ରଥ ଉପରେ ରସଗୋଲା ଖାଇବେ। ମୁଁ ହଠାତ୍ ଯେତେବେଳେ ବୁଲିକି ଚାହିଁଲି, ଜଣେ ଯୁବକ, ଅଳ୍ପ ବୟସର ଯୁବକ ବସିଛନ୍ତି, ତାଙ୍କ ହାତରେ ନାଲି କୁଡ଼ିଆଟେ ଅଛି। ନାଲି କୁଡ଼ିଆ ଭିତରେ ମେଞ୍ଚେ ରସଗୋଲା ଅଛି, ଉଷୁମ ଗରମ ଗରମ। ମୁଁ କହିଲି ଇଏ ରସଗୋଲା କ'ଣ ନା, ଆଜି ତ ଠାକୁର ମନ୍ଦିର ଭିତରକୁ ଯିବେ, ଆଜି ଖୁବ୍ ଜଲ୍ଦି ପହଣ୍ଡି ହେଇଯିବେ। ଯୋଉ ରାତି 12-1 ସେୟା ନୁହଁ, ଆଜି ସନ୍ଧ୍ୟା 7ଟାରୁ ପହଣ୍ଡି ଆରମ୍ଭ ହେଇଯିବ। ଆଜି ସବୁ ନୀତି ଠାକୁରଙ୍କର ରଥ ଉପରେ ସବୁ ନୀତି ସହଳ ସହଳ ସବୁ ସରୁଛି, ତେଣୁ ରସଗୋଲା ଭୋଗ ଏତିକି ବେଳୁ ସରିଗଲାଣି। ସାଧାରଣତଃ ରାତି 9ଟା-10ଟା ରସଗୋଲା ଭୋଗ ହୁଏ, ଯେହେତୁ ସେଦିନ ଖୁବ୍ ଶୀଘ୍ର ପହଣ୍ଡି ହବ, ତେଣୁ ରସଗୋଲା ଭୋଗ ମଧ୍ୟ ଦିନ 4ଟା 4:30 ବେଳକୁ ରଥ ଉପରେ ଭୋଗ ସଇଲାଣି। ଆଉ ମୁଁ ରସଗୋଲା ଭୋଗ ଠାକୁର ପାଇଁ କରିଥିଲି। ଏଇ ବିଜୟ ବାବୁଙ୍କ ପାଖରେ ମୋର ଟିକେ ଏଠି କମ୍ପ୍ୟୁଟର କାମ ଥିଲା, ଆସିଛି, ସାର୍ ଆପଣ ନିଅନ୍ତୁ 2ଟା ଖାଆନ୍ତୁ। ମୁଁ ଏକଦମ ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଏଇ ଘଣ୍ଟେ ତଳେ ଶୋଇକି ଉଠିକି ଭାବୁଥିଲି ଟିକେ ରସଗୋଲା, ଠାକୁରଙ୍କୁ ଯୋଉ ରସଗୋଲା ଭୋଗ ହଉଛି ଗୋଟେ କେମିତି ଖାଆନ୍ତିନି, ମୋର ଲାଳସା ଥିଲା, କିନ୍ତୁ ଭୁଲି ଯାଇଥିଲି। ପ୍ରଭୁ ସାଙ୍ଗେ ସାଙ୍ଗେ ଜାଣି ଦଉଛି ଯେ ଆର ଟକରା ଟୁକାର ମୋ ରସଗୋଲା ଖାଇବାର ଇଚ୍ଛା ଅଛି, ତାକୁ ଦେଇଦେବି, ସିଏ ରସଗୋଲା ନ ଖାଇଲେ ସେଟା ମୁଁ ଖାଇଲା ବେଳେ ମୋ ପେଟ ମୋଡ଼ି ହବ, କି ମୋ ସ୍ତ୍ରୀ ଲକ୍ଷ୍ମୀ ରସଗୋଲା ଖାଇବାକୁ ବୋଧେ ଆମର ପେଟ ମୋଡ଼ି ହବ। କାରଣ ଯଦି କାହା ଉପରେ ଆଶା ଥିବ ଗୋଟେ ଖାଦ୍ୟ ଉପରେ, ସେ ଲୋକଟା ଖାଇପାରିବନି, ତେବେ ଖାଇଦବ, ମୋ ବୁଢ଼ୀ ମା କହେ ପେଟ ମୋଡ଼ି ହବ। ମୁଁ ଏଇ ଘଣ୍ଟେ ତଳେ ଭାବୁଛି ଶୋଇକି ଉଠିକି, ମୋ ପାଖକୁ ରସଗୋଲା ଚାଲି ଆସିଲା, ମୁଁ ଗୋଟେ ଖାଇଲି। ସେ କହିଲେ ସାର୍ ଆଉ ନେଉନାହାନ୍ତି, ହାଣ୍ଡିଟେ ଅଛି ପରା। ମୋର ଖାଇବାକୁ ଇଚ୍ଛା ଥାଏ, କିନ୍ତୁ ଲାଜରେ ନୂଆ ଲୋକ ଜଣେ ଯୋଉ ଚିହ୍ନିନି, ତେବେ ବି ସୁଦ୍ଧା ମୁଁ ଆଉ ହାତ ପସେଇକି ଆଉ ଗୋଟେ ଖାଇଲି। ମୋର ସେ ବିଜୟ ଭାଇ ଯିଏ ଡିଟିପି କରେ, ସିଏ ବି ଖାଇଲା। ମୁଁ କହିଲି ହଠାତ୍ ଆପଣ କ'ଣ ଆଣିଲେ, ରସଗୋଲା କେମିତି ଆଣିଲେ? କହିଲେ ନାଇଁ ନାଇଁ, ମୁଁ ପ୍ରତିବର୍ଷ ରସଗୋଲା ଭୋଗ କରେ, ମୋ ଘର ହେଉଛି ଦୋଳମଣ୍ଡପ ସାହିରେ, ମୋର ଅର୍ଜେଣ୍ଟ କାମ ଥିଲା ଏଇ ବିଜୟ ବାବୁଙ୍କ ପାଖରେ, ଏଇ ଡିଟିପି ସେଣ୍ଟରରେ, ତେଣୁ ମୁଁ ଚାଲି ଆସିଲି। ଆଉ କ'ଣ, ଆଉ ଆପଣଙ୍କୁ ମୁଁ ଚିହ୍ନିଛି, ଆପଣ ସିନା ଆମକୁ ଚିହ୍ନି ପାରିବେନି,
ମୁଁ ଆପଣଙ୍କ ଲେଖା ଖବରକାଗଜ ପଢ଼େ, ଫଟୋ ଦେଖିଛି, ଆପଣ ମୋ ପୁରୀର ଲୋକ, ଜଣାଶୁଣା ଲୋକ, ମୁଁ ଆପଣଙ୍କୁ ଚିହ୍ନିଛି। ଆଉ ଯଦି ଗୋଟେ ରସଗୋଲା ଖାଇବେ ଖାଆନ୍ତୁ। ମୁଁ କହିଲି ନାଇଁ, ମୁଁ କହିଲି ଜାଣିଲି ଆଉ ଗୋଟେ ଅତ୍ୟଧିକ ଖାଇବାଟା ମାନେ ଭଲ ହବନି। ମୁଁ ଯୋଡ଼ିଏ ରସଗୋଲା ତାଙ୍କଠୁ ଖାଇଲି। ତାପରେ ବିଜୟ ଖାଇଲା, ତାପରେ ସିଏ ତାଙ୍କ କାମ ସାରି ଚାଲିଗଲେ। କଥା ଏତିକି। ମୋର ପ୍ରଶ୍ନ ହେଉଛି, ଆପଣମାନଙ୍କୁ ବି ପଚାରୁଛି, ଜଗନ୍ନାଥଙ୍କ ରଥ ଉପରେ ଭୋଗ ଲାଗିଥିବା ରସଗୋଲା ଖାଇବାକୁ ମୋର ଇଚ୍ଛା ହେଲା। କିଛି ମାନେ ନାହିଁ, ଏଇ ଯୁବକଙ୍କ ଘର ହେଲା ଦୋଳମୁଣ୍ଡ ସାହିରେ। ରଥ ଯୋଉଠି ଅଛି ସେ ସିଧା ରାସ୍ତାଟା ବାଁ ପଟକୁ ହେଉଛି ଦୋଳମୁଣ୍ଡ ସାହି। ସେ ଭୋଗ କଲା ପରେ କୁଡ଼ିଆଟା ନେଇ, ରସଗୋଲା କୁଡ଼ିଆଟା ନେଇ ତାଙ୍କ ଘରେ ତାଙ୍କ ସ୍ତ୍ରୀ ପିଲାଙ୍କୁ ଦେଇ ଦେଇଥାନ୍ତେ, ତାପରେ ହାତ ଧୋଇକି ଆସିଥାନ୍ତେ, ହେଇ ପାରିଥାନ୍ତା। ସେ ରସଗୋଲା କୁଡ଼ିଆଟାକୁ ଧରିକି, ହାଣ୍ଡିଟାକୁ ଧରିକି ଘରକୁ ନ ଯାଇ ଏଠି କାହିଁ ଆସିଲେ? 1 ନମ୍ବର। 2 ନମ୍ବର, ମୁଁ ଯାଇଛି 4ଟା 4:30 ବେଳକୁ, ରସଗୋଲା ଭୋଗ ହୁଏ ସାଧାରଣତଃ ରାତି 9ଟା 10ଟା 11ଟା ବେଳକୁ। ସେଦିନ କାହିଁକି ସହଳ ସହଳ ସବୁ ଠାକୁରଙ୍କର ବ୍ୟବସ୍ଥା ଏତେ ସହଳ ସହଳ ସରିଗଲା? ରାତି 9ଟା 10ଟା ବେଳକୁ ଯୋଉ ରସଗୋଲା ଭୋଗ ହୁଏ, ସେଦିନ 4ଟା 4:30 ବି ରସଗୋଲା ଭୋଗ ସରିଗଲା। ପହଣ୍ଡି ଶୀଘ୍ର ହବ ବୋଲି ମୁଁ ଭାବିଲି ଏଇ ସକାଶେ ସେଦିନ ଯୋଉ ସହଳ ସହଳ ରସଗୋଲା ସରିଗଲା ଭୋଗ, ଯେହେତୁ ମୁଁ 4ଟା 4:30 ବେଳକୁ ଯାଇଛି କେଉଁଠି, ସେ ବିଜୟ ବାବୁଙ୍କ ପାଖକୁ ଡିଟିପି ସେଣ୍ଟରକୁ ମୋ ବହି ଦେଖିବାକୁ। ମୁଁ ଥରେ ବହି ଦେଖିକି ଚାଲି ଆସିଲେ, ମୁଁ ଧର ଚାଲି ଆସିଥାନ୍ତି, ତାପରେ ଏ ଯୁବକ ପହଞ୍ଚିଥାନ୍ତେ, ମୁଁ ରସଗୋଲା ପାଇପାରିଥାନ୍ତି କି? ନା। ତାପରେ ରାତି 9ଟାରେ ଯଦି ରସଗୋଲା ଭୋଗ ହେଇଥାନ୍ତା, ମତେ କ'ଣ କେହି ଆସି ଘରେ ଯାଚିକି ଦେଇଥାନ୍ତା? ନା। ମୁଁ ଜାଣିଲି, ମୁଁ ଯେହେତୁ 4ଟା 4:30 ବେଳେ ସେ ସେଣ୍ଟରକୁ ଯାଇଛି, ବିଜୟ ସାନ ଭାଇଟି ପାଖକୁ ଯାଇଛି କମ୍ପ୍ୟୁଟରରେ ମୋର ପ୍ରୁଫ୍ ଦେଖିବାକୁ, କାଳୁ ଜାଣିଲା ବିଭୁ ଏତିକିବେଳେ ଏଠିକି ଆସିଛି, ଏତିକିବେଳେ ତା ପାଖକୁ ରସଗୋଲାଟା ପଠେଇ ଦିଏ। ତେଣୁ ସେଦିନ ସହଳ ସହଳ ସବୁ ପୂଜା ସରିଯାଇଛି, ରସଗୋଲା ଭୋଗ ସରିଯାଇଛି। କେବଳ ମୁଁ ଜାଣିଲି, ଏଟା ମୋର ଅନୁଭବ, ଆପଣ ତ ଗ୍ରହଣ କରନ୍ତୁ ନ କରନ୍ତୁ, ମୋ ପାଇଁ। ଏବଂ ସେଇ ଯୋଉ ଯୁବକଙ୍କୁ ପଠେଇଲେ, ସେ ଯଦି ଆଉ ଘଣ୍ଟେ ଡେରିରେ ଆସିଥାନ୍ତେ, ମୋ ସାଙ୍ଗେ ଦେଖା ହେଇଥାନ୍ତା କି? ଆଦୌ ହିଁ ନଥାନ୍ତା। ମୁଁ ଯେତିକି ବେଳେ ଅଛି, ଠିକ୍ ସେତିକି ବେଳେ ସେଠି ଭୋଗ ସହଳ ସହଳ ସରିଛି, ଏବଂ ସେ ଯୁବକ ଦୋଳମୁଣ୍ଡ ସାହିଟା ମନ୍ଦିରକୁ ଲାଗିକି ସେ ନିଜ ଘରକୁ ସେ ଠେକିଟା ନେଇକି ନ ଦେଇ, ସେ ଠେକି ଧରିକି ଖୋଦ ଆସୁଛନ୍ତି ଆଗ କମ୍ପ୍ୟୁଟର ସେଣ୍ଟରକୁ, ସେଠୁ ସେ ଘରକୁ ଯିବେ, ଯୋଉଟା ଅତି ଅସ୍ୱାଭାବିକ। ଜଣେ ରସଗୋଲା ହାଣ୍ଡିଟା ଧରିକି କାହିଁକି ସ୍କୁଟରରେ ଆସିବ କମ୍ପ୍ୟୁଟର ସେଣ୍ଟରକୁ? ସେ ଆଗ ଘରେ ଦେଇ ପାରିଥାନ୍ତେ। ନା, ଯେହେତୁ ମୋର ରସଗୋଲା ଖାଇବାର ଅଛି, କାଳୁ ଜାଣିଛି, ତେଣୁ ସେ ହାଣ୍ଡି ଧରିକି ଆଗ ରସଗୋଲା ସେଣ୍ଟରକୁ ବି ଆସିଛି। ଧର ବି ଆସିଲେ, ମତେ ଯାଚିକି ରସଗୋଲା ଦେବାର କିଛି ଅର୍ଥ ନାହିଁ। ସେ ମତେ ଜାଣିଥିବେ, ଖବରକାଗଜରେ ମୋ ଫଟୋ ଦେଖିଥିବେ କି ମୋ ନାଁ ଶୁଣିଥିବେ, କ'ଣ ହେଲା ସେଥିରୁ? ତାଙ୍କର ସେ ରସଗୋଲା ଭୋଗ କରୁଛନ୍ତି, ଉପରେ ପତର ଗୁଡ଼ା ହେଇଛି, ବନ୍ଧା ହେଇଛି, ସେ ଘରକୁ ନେଇଥାନ୍ତେ, ଘରେ ଦେଇଥାନ୍ତେ, କଥାବାର୍ତ୍ତା କରି ପଳେଇଥାନ୍ତେ। ନା, ସେ ରସଗୋଲା ହାଣ୍ଡିର ଯୋଉ ଭୋଗଟା ପ୍ରଥମେ ସେ ଯୋଉ ଯୁବକ ଜଣ କରିଥିଲେ, ପ୍ରଥମେ ତାଙ୍କ ଘର ଲୋକ ଖାଇଲେନି, ପ୍ରଥମେ ବିବୁଧ ରଞ୍ଜନ ଖାଇଲା। ଏଗୁଡ଼ାକ କ'ଣ ଆପଣ ସବୁ ଭାବୁଛନ୍ତି କାକତାଳୀୟ? ମାନେ ଜଷ୍ଟ ହଉ ହଉ ହେଇଗଲା, ଏଭ୍ରିଥିଙ୍ଗ ଇଜ ଆକ୍ସିଡେଣ୍ଟାଲ? नो, ନେଭର। ଇଟ୍ ଇଜ ନଟ୍ ଆଟ୍ ଅଲ୍ ଆକ୍ସିଡେଣ୍ଟାଲ। ଏଭ୍ରିଥିଙ୍ଗ ଇଜ ପ୍ରି ଡିଜାଇନ୍, ପ୍ରି ପ୍ଲାନ୍ ବାଇ କାଳୁ। ମୋର କହିବାର କଥା ହେଲା, ଏଇ ଯୋଉ ପୂର୍ବରୁ ଆରମ୍ଭରୁ କହିଥିଲି, ତୁମେ ଯଦି ଜଣକୁ ଅନ୍ତରର ସହିତ ଭଲ ପାଉଛ, ତା ପାଇଁ ଯଦି ତମ ହୃଦୟଟା ଠକ୍ ଠକ୍ ହଉଛି, ଧକ୍ ଧକ୍ ହଉଛି, ଲେଖିନିଅ। ଯାହା ପାଇଁ ତମ ହୃଦୟଟା ଧକ୍ ଧକ୍ ହଉଛି, ସେ ଯୋଜନ ଯୋଜନ ଦୂରରେ ଥାଇପାରେ, ଓଡ଼ିଶା ବାହାରେ ଥାଇପାରେ, ଦିଲ୍ଲୀରେ ଥାଇପାରେ, ଆମେରିକାରେ ଥାଇପାରେ, ଯୋଉଠି ଥାଇପାରେ, ସେଇ ସମୟରେ ତା ହୃଦୟଟା ମଧ୍ୟ ତମ ପାଇଁ ଧକ୍ ଧକ୍
ନିଶ୍ଚୟ ହଉଥିବ। এইটা হচ্ছে প্রেমর গভীরতা, ଭଲ ପାଇବାର ଚମତ୍କାରିତା। ପ୍ରେମ ଆଗରେ ସବୁ ଜିନିଷ ଫିକା, ପ୍ରେମ ଆଗରେ ନୀତି ନିୟମ ଫିକା, ବିଧି ବିଧାନ ଫିକା, ପ୍ରଥା ପରମ୍ପରା ଫିକା, ଧୂପ ଦୀପ ଫିକା। ଗୋଟେ ଇଂଲିଶରେ କହେ ଏଭ୍ରିଥିଙ୍ଗ ଇଜ ଫେୟାର ଇନ୍ ଲଭ୍ ଆଣ୍ଡ ୱାର୍। ଯୁଦ୍ଧ ଆଉ ପ୍ରେମରେ ସବୁ କିଛି ଗ୍ରହଣୀୟ। ସେଠି ନୀତି ନିୟମ କିଛି, ରୁଲ ରେଗୁଲେସନ୍ସ କିଛି କାମ କରେନି। ତେଣୁ ଲୋକନାଥଙ୍କ ରହଣୀ ଭୋଗ ଖାଇବାକୁ ଇଚ୍ଛା ହଉଛି। ସକାଳଟାରୁ ଗୋଟେ ବୁଢ଼ୀ ମାଉସୀ ରାସ୍ତାରେ ଡାକିକି ରୋକିକି ଗୋଟେ ଦୋକାନ ପିଣ୍ଡା ଉପରେ ବସେଇକି ମତେ ଖୋଜା ଜଗନ୍ନାଥ ବଲ୍ଲଭ ରହଣୀ ଭୋଗ ଖାଇବାକୁ ଦଉଛି। ଏମିତି ଅଚିହ୍ନା ଲୋକ ବା ଜଣାଶୁଣା ବୁଢ଼ୀ କି କେହି ଏମିତି ଜୀବନରେ ଆପଣଙ୍କ ଅନୁଭବ ଅଛି? এইটা କ'ଣ ଆକ୍ସିଡେଣ୍ଟାଲ? ନା, এটা କାଳୁ କରୁଛି। ରଥ ଉପରେ ରସଗୋଲା ଭୋଗ ହବ, ମୁଁ ଘରେ ଶୋଇକି ଉଠିକି ଖରାବେଳେ ଭାବୁଛି ଆଜି ଗୋଟେ ରସଗୋଲା ଖାଇଥିଲେ ହେଇଥାନ୍ତା, ଯୋଉଟା ଠାକୁର ପାଖରେ ଭୋଗ ହଉଛି। ତାର ଘଣ୍ଟେ ଭିତରେ ରସଗୋଲା ମୋ ପାଖରେ ଆସି ପହଞ୍ଚାଉଛି, ରଥଯାତ୍ରା ରସଗୋଲା। ଆକୁ ଆପଣମାନେ କେମିତି ଭାବୁଛନ୍ତି, କୋଉ ଭାବରେ ଗ୍ରହଣ କରୁଛନ୍ତି ମୁଁ କହିପାରିବିନି। ପ୍ରକୃତରେ ମୋର ପ୍ରତିଟି ଲୋମକୂପରେ, ପ୍ରତିଟି ରକ୍ତବିନ୍ଦୁରେ, ହୃଦୟର ପ୍ରତିଟି ଧକଧକରେ ମୁଁ ସବୁବେଳେ ଅନୁଭବ କରେ ଏ ଯାହା କିଛି ହଉଛି କାଳୁ ପାଇଁ। କାଳୁ ଏଭଳି ଏକ ମଣିଷ ଠାକୁର, ବନ୍ଧୁ, ସେ ସବୁ ଜାଣିପାରୁଛି, ସବୁ ଜାଣିପାରୁଛି। ବାରମ୍ବାର ଆପଣମାନଙ୍କୁ ମୁଁ ମୋ ତରଫରୁ ଅନୁରୋଧ କରୁଛି, କାଳୁକୁ କେବଳ ଭଲ ପାଆନ୍ତୁ, ନିଜର ବୋଲି ଭାବନ୍ତୁ। ଆଉ ମତେ କୋଉ ପଣ୍ଡିତ ମତେ ପଚାରୁଛନ୍ତି, ମତେ ଏବେ ଆମର ଜଣେ ପରମାନନ୍ଦ ଭାଇ ଯିଏ ମତେ ସେ ଯୋଉ ସୁନାର ଜଗନ୍ନାଥଙ୍କ ଲକେଟଟା ଦେଇଥିଲେ, ତା ଉପରେ ଏପିସୋଡ କରୁଛି, ଯେ ମତେ ଏବେ ପଚାରିଲା ସମୟରେ ଯେ ମୁଁ 4 ଇଞ୍ଚିଆ ରଖିବି ନା 6 ଇଞ୍ଚିଆ ରଖିବି ନା 1.5 ଫୁଟିଆ ରଖିବି ଜଗନ୍ନାଥ ମୂର୍ତ୍ତି କୁହନ୍ତୁ। ଆଉ ମୋ ବ୍ରାହ୍ମଣ କହୁଛି ଯେ 4 ଇଞ୍ଚ 6 ଇଞ୍ଚିଆ ରଖିଲେ ଶଙ୍କୁଡ଼ି ଭୋଗ ଦେବାକୁ ପଡ଼ିବ, ଅମୁକ ଦେଲେ ସମୁକ ଭୋଗ ଦେବାକୁ ପଡ଼ିବ, ଏଇ ମୂର୍ତ୍ତି ରଖିଲେ ଏହା କରିବାକୁ ପଡ଼ିବ, ନୀତି ନିୟମର କଥା। ମୁଁ କହିଲି ଭାଡ ମେ ଯାଏ ଓ ପଣ୍ଡିତ, ଯେତେ ପଣ୍ଡିତ ପୁରୋହିତ ଅଛନ୍ତି ସେମାନେ ଭାଡ ମେ ଯାଆନ୍ତୁ। ମୁଁ ଜାଣିନି କିଛି 4 ଇଞ୍ଚିଆ 6 ଇଞ୍ଚିଆ 10 ଇଞ୍ଚିଆ ଫୁଟିକିଆ, ମୁଁ ଏଗୁଡ଼ା ସବୁ କିଛି ଜାଣିନି। ମୁଁ ଜାଣିଛି କାଳୁ କାଳୁ ସେ ଆମ ଘରର ଗୋଟେ ବୁଢା ବାପା। ମୁଁ ଯାହା ଖାଉଛି ସେ ତାହା ଖାଇବ, ମତେ ଶୀତ କଲେ ମୁଁ ଯେମିତି ଘୋଡ଼େଇ ହେଇଛି ସିଏ ବି ସେମିତି ଘୋଡ଼େଇ ହବ। ସେ ଆମ ଘର ଭିତରେ ଗୋଟେ ମୁରବୀ। ଆଉ ସେ ମୁରବୀ କ'ଣ ଖାଏ ନ ଖାଏ, କେତେବେଳେ ଶୁଏ, କେତେବେଳେ ଝାଡ଼ା ଯାଏ, କେତେବେଳେ ଗାଧାଏ, ସେଗୁଡ଼ା ମୁଁ କହିପାରିବିନି। ମତେ ସେ ଶୋକ ପଣ୍ଡିତଙ୍କ କଥା କିଛି କୁହନି, ଏବେ ବି ମୁଁ କହୁଛି। ତେଣୁ ବନ୍ଧୁ, ସେ ମାୟା ଜାଲରେ ପଡ଼ନ୍ତୁ ନାହିଁ। ପଣ୍ଡିତ ପୁରୋହିତ ଆଉ ପୋଥିର ମାୟା ଜାଲରେ ଯେତେ ଦିନ ଯାଏ ପଡ଼ିଥିବେ, କାଳୁ ଆପଣଙ୍କର କାଳୁ ନୁହେଁ। ପୋଥି ପୁରାଣ ପଣ୍ଡିତ ପୁରୋହିତଙ୍କର ମାୟା ଜାଲରୁ ଯୋଉଦିନ ମୁକ୍ତ ହେଇଯିବେ, ସେଦିନ ଦେଖିବେ କାଳୁ ଆପଣଙ୍କ ଦାଣ୍ଡ ଦୁଆରେ ଠକ୍ ଠକ୍ କରୁଛି, କଲିଂ ବେଲ୍ ବାଜୁଛି, କିମ୍ବା ସେ ଆପଣଙ୍କ ପାଖରେ ଛିଡ଼ା ହେଇଛି। ଏଇଟା ସତ୍ୟ ସତ୍ୟ ସତ୍ୟ। ଆଜି এই ଭିଡ଼ିଓଟି ମୁଁ ଏତିକିରେ ରଖୁଛି। এই ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚୟ କମେଣ୍ଟରେ ଜଣେଇବେ, ଲାଇକ୍ କରିବେ। ମୁଁ ଜାଣୁଛି ଆପଣମାନେ ସେୟାର କରୁନାହାନ୍ତି। ଆରେ ଭାଇରେ, ଯେଉଁମାନେ ନୂଆ ନୂଆ ମେମ୍ବର ହେଲେଣି, ସବସ୍କ୍ରିପସନରେ ନୂଆ ନୂଆ ମୋ ଘର ସହିତ ଯୋଡ଼ି ହେଲେଣି, ସବୁ ନୂଆ ଭାଇ ଭଉଣୀମାନଙ୍କୁ ବି କହୁଛି, ପୁରୁଣା ଭାଇମାନଙ୍କୁ କହୁଛନ୍ତି, ଆପଣ ଆପଣଙ୍କର ସାଙ୍ଗସାଥି, ବନ୍ଧୁ ବାନ୍ଧବ, ବାନ୍ଧବୀ, ଦୁନିଆରେ ଯେତେ ଅଛନ୍ତି ଜଣାଶୁଣା ସମସ୍ତଙ୍କୁ ଏଗୁଡ଼ା ସବୁ ସେୟାର କରନ୍ତୁ। ସମସ୍ତେ ସେୟାର କରନ୍ତୁ, ସମସ୍ତଙ୍କ
जीवन में कालू आसी जाऊ आ थरे जदि कालू आपण जीवन भितर को चली आसला ए जीवन में दुख बोली किछि नाही केवल सुख ही सुख एटा अनुभव रे आनंतु बोली मु बारंबार कहूची जेच्छा ता शेयर करंतु आजिर भिडियोटी एतिकी आ बास आउ गोटे खाली सूचना दउची जो माने सेमानकर व्यक्तिगत पारिवारिक समस्या सामाजिक समस्या ये कौन समस्या पाई मो सहित टिके विचार विमर्श करने को चाहूँगी आलोचना करने को चाहूँगी फोन माध्यम करने को चेष्टा करंतु ना मो पाखे भाई समय ना मु लेखालेखी करे सब किसी ना कि बही लिखुथी बही पढ़ुथी तापर एते भाई बंधु कुटुंब मो परिवार बड़ हो गलानी केते फोन धरबी केते फोन कथबार्ता हेबी संभव होनी नहले लोक मैंने मन दुख करुँच आ जी फोन कला सी घंटे पूर्व फोन रखा भी इच्छा करूना जो मैंने अंतर सहित मत भल पाँच एवं मो सहित व्यक्तिगत समस्या को विचार विमर्श करने को चाहूँगी मोर अनुरोध प्रत्येक मो आश्रम को आसतु मु आपण सहित घंटा घंटा धरी बस आलोचना करी आश्रम प्रति मासर प्रथम रविवार प्रति मासर प्रथम रविवार दिन आश्रम आसतु मो सहित फोन रे बारंबार कथबार्ता करने आदौ चेष्टा करंतु नाही केवल एतिक अनुरोध कारण मु सबले फोन उठे पारिबी नाही एटा को मोर अहंकार बोली जमा भाबिबेनी मोर विनय अनुरोध प्रति मासर प्रथम रविवार दिन आपण आश्रम को आसतु आ विशेष किसी कहूनी आगुरु कहिछि जदि मु आश्रम आसुची कि नहीं बा पुरी केबे जाउची किछि जानिया को चाहिए मोर शिष्य पप्पू महाराज सहित आपण कथबार्ता करि परिबे तांकु फोन रे पचारि परिबे आ पप्पू महाराज फोन नंबर मु आगुरु कहिछि 943 793 1018 पप्पू महाराज फोन नंबर 943 793 1018 943 793 1018 गोटे नंबर आउ गोटे नंबर 98 53 43 1018 आज रोचे जहाँ चाहिए ता कमेंट लिखिपारे गाली दे पारे भल पाइबा भी दे पारे रही नमस्कार मो कालू।